ଏବେ ତ ଶୀତ ଦିନ ଚାଲିଛି। ମୁଁ ଆଜି ପିଲାଙ୍କ ଟିଫିନ୍ ବକ୍ସରେ ଦେବା ପାଇଁ ଦୁଇଟା ରେସିପି ବନେଇବି। ମୁଁ ଏ ଦୁଇଟା ଯାକ ଜଳଖିଆକୁ ଫୁଲକୋବିରେ ଗୋଟେ କପ୍ ସୁଜି ଆଉ ଗୋଟେ ଛୋଟ ଚାମଚ ତେଲରେ ବନେଇବି। ଏ ଜଳଖିଆ ବନେଇବା ପାଇଁ ଯେତିକି ସହଜ, ଖାଇବା ପାଇଁ ସେତିକି ଟେଷ୍ଟି ଆଉ ହେଲ୍ଦି ମଧ୍ୟ। ଭିଡ଼ିଓକୁ ବିଲକୁଲ ବି ସ୍କିପ୍ କରନ୍ତୁନି। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଫୁଲକୋବିର ଏହି ରେସିପି ପାଇଁ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଫୁଲକୋବି ନେଇଛି। ମୁଁ ଏଠି ଫୁଲକୋବିର ପାଖୁଡ଼ା ଗୁଡ଼ାକୁ ଅଲଗା କରି ଭଲସେ ଧୋଇକି ନେଇଯାଇଛି। ଏବେ ଆମେ ଗୋଟେ ଗ୍ରେଟର ନେବା ଆଉ ଗ୍ରେଟରର ଛୋଟ ପଟେ ଫୁଲକୋବିକୁ ଭଲସେ କୋରିକି ନେଇଯିବା। ଫୁଲକୋବିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଆପଣ ଚାହିଁଲେ ଫୁଲକୋବିକୁ ବି ଚପରରେ କାଟିକି ନେଇପାରିବେ। ଫୁଲକୋବିକୁ ଗ୍ରେଟର ଛୋଟ ପଟେ କୋରିବେ, ଏହାଦ୍ୱାରା ଫୁଲକୋବି ଜଲ୍ଦି ସିଝିଯିବ। ଫୁଲକୋବିକୁ ଆପଣ ବାଟିକି ନେବେନି। ମୁଁ ଏଠି ସବୁ ଫୁଲକୋବିକୁ କୋରିକି ନେଇଯାଇଛି। ଏବେ ଆମେ ଗୋଟେ ବଡ଼ ବାଉଲ୍ ନେବା। ଏଥିରେ ଏବେ ଆମେ ଗୋଟେ କପ୍ ସୁଜି ଦେବା। ସୁଜିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ତାପରେ ମୁଁ ଏଥିରେ ଅଧା କପ୍ ଦହି ଦେଉଛି। ବେଶୀ ଖଟା ଦହି ନେବେନି। ଦହି ଜାଗାରେ ଆପଣ ପାଣି ନେଇପାରିବେ, କିନ୍ତୁ ଦହି ପକାଇଲେ ଏ ଜଳଖିଆର ଟେଷ୍ଟ ବହୁତ ଭଲ ଆସିବ। ଆପଣ ଯେତିକି ସୁଜି ନେବେ ତାର ଅଧା ଦହି ଦେବେ। ତାପରେ ଆମେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଗୋଟେ ବ୍ୟାଟର ବନେଇବା। ବ୍ୟାଟରକୁ ବେଶୀ ବହଳିଆ କି ବେଶୀ ପତଳା ବନେଇବେନି। ମୁଁ ଏଠି ସବୁକୁ ଭଲସେ ମିକ୍ସ କରିଦେଇଛି। ଏବେ ଆମକୁ କଭର କରିଦେବା ଆଉ 10 ମିନିଟ୍ ପାଇଁ ରେଷ୍ଟ ହେବାକୁ ଦେବା, ଯେମିତି ସୁଜି ଭଲସେ ଫୁଲିଯିବ। ଏବେ ଆମେ ଯେଉଁ ଫୁଲକୋବିକୁ କୋରିକି ରଖିଥିଲେ ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା, ଲଙ୍କା ଗୁଣ୍ଡ ଦେବା। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। 1/4 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇବା। ଏଠି ଅପସନାଲ୍ ଅଛି। ଅଧା ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ ଆମଚୁର ପାଉଡ଼ର ପକାଇବା। ଆ ଜାଗାରେ ଆପଣ ଚାଟ୍ ମସଲା ପକାଇ ପାରିବେ। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ପକାଇଛି ଆଉ ଗୋଟେ ବଡ଼ ପିଆଜ ଆଉ ଦୁଇଟା କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ମୁଁ ଜଳଖିଆକୁ ସାଙ୍ଗେ ସାଙ୍ଗେ ବନେଇବି, ସେଥିପାଇଁ ମୁଁ ଏଠି ଫୁଲକୋବିରେ ଲୁଣ ପକାଇଛି। ଆପଣ ଜଳଖିଆକୁ ଯେତେବେଳେ ବନେଇବେ ସେତେବେଳେ ଫୁଲକୋବିରେ ଲୁଣ ପକାଇବେ, ନହେଲେ ଫୁଲକୋବିରୁ ପାଣି ବାହାରିବ। 10 ମିନିଟ୍ ପରେ ମୁଁ ଏଠି ବ୍ୟାଟରର ଘୋଡ଼ଣୀକୁ କାଢ଼ି ଦେଇଛି। ସୁଜି ଏଠି ଭଲସେ ଫୁଲି ଯାଇଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ମୋତେ ଏଠି ବ୍ୟାଟର ଟିକେ ବହଳିଆ ଲାଗୁଥିଲା, ସେଥିପାଇଁ ମୁଁ ଏଥିରେ ଆଉ ଅଳ୍ପ ପାଣି ଦେଇଛି। ଏବେ ଆମେ ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ଖାଇବା ସୋଢ଼ା ଦେଇଛି। ଆ ଜାଗାରେ ଆପଣ ଇନୋ ପକାଇ ପାରିବେ। ଏବେ ଆମେ ସବୁକୁ ଆଉ ଥରେ ଭଲ ଭାବେ ମିକ୍ସ କରିଦେବା। ବ୍ୟାଟରର କନସିଷ୍ଟାନ୍ସି ଆପଣ ଏମିତି ରଖିବେ, ନା ବେଶୀ ବହଳିଆ ନା ବେଶୀ ପତଳା। ଏବେ ଆମେ ଏଥିରେ ଯେଉଁ ଫୁଲକୋବିର ମସଲା ବନେଇକି ରଖିଥିଲେ ତାକୁ ଦେଇଦେବା ଆଉ ସବୁକୁ ଭଲସେ ମିକ୍ସ କରିଦେବା। ସବୁକୁ ଭଲ ଭାବେ ମିକ୍ସ କଲା ପରେ ଯଦି ଆପଣଙ୍କୁ ବ୍ୟାଟର ଏଠି ବହଳିଆ ଲାଗୁଥିବ ତାହେଲେ ଆପଣ ଏଥିରେ ଆଉ କିଛି ପାଣି ମିକ୍ସ କରିପାରିବେ। ବ୍ୟାଟର ଏଠି ରେଡ଼ି ହୋଇଯାଇଛି। ଚାଲନ୍ତୁ ଏବେ ଆମେ ଜଳଖିଆ ବନେଇବା। ଜଳଖିଆ ବନେଇବା ପାଇଁ ମୁଁ ଏଠି ଗ୍ୟାସ୍ରେ ଗୋଟେ ଅପେ ପ୍ୟାନ୍କୁ ଗରମ ହେବାକୁ ରଖିଛି। ଯଦି ଆପଣଙ୍କ ପାଖରେ ଅପେ ପ୍ୟାନ୍ ନାହିଁ ତାହେଲେ ବି ଆପଣ ଏ ଜଳଖିଆକୁ ବନେଇ ପାରିବେ। ମୁଁ ପଛରେ ଦେଖେଇବି କେମିତି ବିନା ଅପେ ପ୍ୟାନ୍ରେ ଆପଣ এই ଜଳଖିଆକୁ ବନେଇବେ। ଅପେ ପ୍ୟାନ୍ ଭଲସେ ଗରମ ହେଲା ପରେ ମୁଁ ଏଠି ସବୁ କ୍ୟାଭିଟିରେ ଗୋଟେ ଗୋଟେ ଡ୍ରପ୍ ତେଲ ଦେଇଛି। ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଠି ସବୁ କ୍ୟାଭିଟିରେ ଅଳ୍ପ ଅଳ୍ପ ସୋରିଷ ଆଉ ଅଳ୍ପ ଅଳ୍ପ ଜିରା ଦେଇ ଦେଉଛି। ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ନ ପକାଇ ପାରନ୍ତି। ଆପଣ ଚାହିଁଲେ ଏଥିରେ ଅଳ୍ପ କିଛି ଧଳା ରାଶି ବି ପକାଇ ପାରିବେ। ଜିରା ସୋରିଷ ଭଲସେ ଭାଜି ହୋଇଗଲା ପରେ ଏବେ ଆମେ ସବୁ କ୍ୟାଭିଟିରେ ଅଳ୍ପ ଅଳ୍ପ ବ୍ୟାଟରକୁ ଦେଇଦେବା। ସବୁ କ୍ୟାଭିଟିରେ ଆମେ ବ୍ୟାଟର ଦେଲା ପରେ ଏବେ ଆମକୁ କଭର କରି लो फ्लेम्रे गोटे पट साइड को 4 ରୁ 5 मिनिट पर्यंत कुक करिबा, जेमती आर गोटे पट साइड लाइट गोल्डन ब्राउन कलर है फ्राए हो।
4 ରୁ 5 मिनिट पर मुझे घोड़नी काढ़ी दूची। एबे आम आपको लेउटे दबा। आपण आपको धीरे धीरे कि लेउटेबे देखिपे आर ये गोटे पट साइड भल से लाइट गोल्डन ब्राउन कलर रे फ्राए हो जाइए। जलिखिया को लेउटेला परे आर पट साइड को भी 4 ରୁ 5 मिनिट पर्यंत कुक करिबा जेमती आर पट साइड भी भल से लाइट गोल्डन ब्राउन कलर रे फ्राए हो जिवो। एटी 4 ରୁ 5 मिनिट हो गलानी मुझे लेउटे की देखई दूची। देखिपे जलिखियार आर पट साइड भी एटी भल से लाइट गोल्डन ब्राउन कलर रे फ्राए हो जाइए। ए जलिखिया एटी रेडी हो जाइए। एबे आम गोटे प्लेट रे काढ़ी दबा। सेकेंड जलिखिया बनया पूर्वर मुझे गोटे छोट रिक्वेस्ट करुच्ची, जदि आपन को यह रेसिपी भल लगे ताला लाइक करेंगे, आपण सांग मान सहित शेयर करेंगे। जदि एपर्यंत मो चैनल को सब्सक्राइब करना तो सब्सक्राइब करने को जमार भूलें। पाखर था बेल आइकन ने ऑल नोटिफिकेशन ने क्लिक करेंगे। यह द्वारा मो जो वीडियो आसो आपण प्रथम देखिपारे। जदि फेसबुक रे देखुं फॉलो करने को जमार भूलें। सेकेंड जलिखिया बनवाई मुझे गैस रे गोटे तावा बसई गरम होगा रखी। जदि आपण पाखरे अबे पैन नहीं ताहले जलिखिया को आपण एमती तावा बन पारे। तावा भल भाव गरम हो गला परे मेथिरे अधा छोट चामच तेल देइछि। तेल को भल से स्प्रेड करदबा। तेल भल भाव गरम हो गला परे आमे एथिरे 1 ରୁ 1.5 चामच बैटर दे बैटर को भल से स्प्रेड करदबा। आपण आपको बेसी मोटा कि बेसी पतला बनइबेनी। बेसी मोटा बनइले सिझिबा अधिक समय नब। आपण छोट कि बड़ पिठा बनई पारिबे। तापरे मु आ ऊपर अधा छोट चामच तेल देइछि। एबे हमको कवर करी लो फ्लेम रे 3 ରୁ 4 मिनिट पर्यंत कुक करिबा जेमती आर गोटे पट साइड भल से लाइट गोल्डन ब्राउन कलर रे फ्राए हो जिवो। एटी 3 ରୁ 4 मिनिट हो गलानी। एबे हमें घोड़नी काढ़ी दबा और जलिखिया को धीरे की लेउटे दबा। देखिपे जलिखियार एटी गोटे पट साइड लाइट गोल्डन ब्राउन कलर रे फ्राए हो जाइए। एबे हम जलिखिया को एमती धीरे धीरे प्रेस करदबा। आर पट साइड को भी लो फ्लेम रे 3 ରୁ 4 मिनिट पर्यंत कुक करिबा। आपण चाहिले आकु कवर करी कुक करि परिबे। एटी 3 ରୁ 4 मिनिट हो गलानी मुझे लेउटे की देखई दूची। ए जलिखिया एटी हो जाइए। एबे हमको गोटे प्लेट रे काढ़ी दबा। आ एमती भाबे आम बाकी सबू बैटर रे भी जलिखिया बनई दबा। आपण चाहिले ए जलिखिया को एमती बिना तेल रे भी प्रस्तुत करि परिबे। जदि आपण को फूल कोबीर ए दीटा नुआ प्रकार जलिखियार रेसिपी भल लगी तालाकु लाइक करेंगे। आपण को सांग मानक सहित शेयर करेंगे। जदि एपर्यंत मो चैनल को सब्सक्राइब करना तो सब्सक्राइब करने को जमार भूलें। पाखर था बेल आइकन ने ऑल नोटिफिकेशन ने क्लिक करेंगे। यह द्वारा मो जो वीडियो आसो आपण प्रथम देखिपारे। जदि फेसबुक देखुं तो फॉलो करने को जमार भूलें। थैंक यू फॉर वाचिंग।